ମାନେ ଏଇଟା ଆପଣମାନେ ଭାବୁଥିବେ ଏଇ କ'ଣ ପାଇଁ ଏଇ ଲଙ୍କାଟା ମୁଁ ଦେଖାଉଛି, ଏଇଟା ହେଲା କାଶ୍ମୀର ଲଙ୍କା। ମୁଁ ଆ ମଞ୍ଜି ଗ୍ରୋ କରିବି, କିନ୍ତୁ ଗଛ ଭଲ ଭାବରେ ଉଠିଯିବ। ମୁଁ ଆର ବର୍ଷ ବି ଟ୍ରାଏ କରିଥିଲି। ଆପଣମାନେ ବି ଯଦି କାଶ୍ମୀର ଲଙ୍କା କିମ୍ବା ଶିମଲା ଲଙ୍କା ରଖିଛନ୍ତି, ଆପଣମାନେ ବି ଟ୍ରାଏ କରନ୍ତୁ। ତା ମଞ୍ଜି ପକାଇକି କିଛି ପାଣି ଦେଇଦେବେ, 8 ଦିନ ଭିତରେ କେତେ ସୁନ୍ଦର ଭାବରେ ଗଛ ଉଠିଯିବ। ମୁଁ କିନ୍ତୁ ଆର ବର୍ଷ ଆର ମଞ୍ଜି ପକାଇଥିଲି, ଭଲ ଭାବରେ ଗଛ ସବୁ ବଢ଼ିଆ ଭାବରେ ଗଛ ଉଠି ଯାଇଥିଲା। କିନ୍ତୁ ଏଥିରେ ବହୁତ ମଞ୍ଜି ଗୁଡ଼ାଏ ଅଛି, କିନ୍ତୁ ମୁଁ ଆର ବର୍ଷ ଯେଉଁ ଲଗେଇଛି ଜମା 7-8ଟା ମଞ୍ଜି ଥିଲା, ସବୁ ଗଛ ମୋର ଉଠି ଯାଇଥିଲା। କିନ୍ତୁ 2ଟା ଗଛ ବଞ୍ଚିଲା ମାତ୍ର ଆଉ ସବୁ ଗଛ ମରିଗଲା। ଏଇଟା ମୋର 8 ଦିନ ଭିତରେ ଦେଖେଇଦେବି, ଭିଡ଼ିଓ ସେୟାର କରିବି, କେତେ ସୁନ୍ଦର ଭାବରେ ଗଛ ଉଠିଯିବ। କିନ୍ତୁ ଏଇଠି ମୁଁ କିଛି ଶିମଲା ଲଙ୍କା ବି ଟ୍ରାଏ କରିଥିଲି, ସବୁ ଗଛ ଗୋଟି ଗୋଟି କରି ଗଛ ଉଠି ଯାଇଛି। ଆଗ ଆଉ ଗୋଟେ ବି ଶିମଲା ଲଙ୍କା ପକାଇଥିଲି, ସେ ବଡ଼ ବଡ଼ ଗଛ ଉଠି ଯାଇଥିଲା, ତାକୁ ମୁଁ ଲଗେଇ ଦେଇଛି କୁଣ୍ଡ ମାନଙ୍କରେ। ଆଉ ଏଇଟା ଯେଉଁ ପଛରେ ପଟେ ସେଥିଲାଗି ସେ ଗଛ ଛୋଟ ଛୋଟ ଅଛି। ଏଇ ଗୋଟେ ଦେଖନ୍ତୁ ବଡ଼ ଗଛଟା କିଛି ଲଗେଇ ଦେଇଛି, ଆଉ ଏଇ ଗୋଟିଏ ଗଛ ରହିଯାଇଛି। ଆପଣମାନେ ବି ଟ୍ରାଏ କରିପାରିବେ ଭଲ ଭାବରେ।